ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେଗୁନିଆପଡା, ତରଡା, ଶିଶୁଆପଡା, ସିଂହ ବ୍ରହ୍ମପୁର ଓ ବଡ ଆଙ୍କୁଲା ଅଞ୍ଚଳରେ କୁକୁଡା ମଡକ ଦେଖିବାକୁ ମିଳିଛି। 15ରୁ ଉର୍ଦ୍ଧ୍ବ ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡା ମରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୃତ କୁକୁଡାଙ୍କ ସ୍କାବ ନମୁନା ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା 14 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଭୁବନେଶ୍ୱର ସମେତ କଟକରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। Preview. Preview. ଜଗତସିଂହପୁର ଜିଲ୍ଲା ସଦର ଥାନା ଜାହାନପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା। କୌଣସି କଥାକୁ ନେଇ ଦାଦା ଏବଂ ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦାଦା ପୁତୁରାକୁ କୋଦାଳରେ ହାଣି ହତ୍ୟା କରିଛି ଏବଂ ଖବର ପାଇ ପୋଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି। Preview. ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ଆଜିଠୁ ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖାଦେଇପାରେ। ଏନେଇ ଆଶଙ୍କା କରିଛନ୍ତି ରାଜ୍ୟ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଟ। ତେବେ ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଙ୍କଟ ନାହିଁ। Preview. Audio Jungle. Preview. Audio Jungle. Audio Jungle. Preview. ବିଜଞ୍ଜାଳରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କ ଗାଡିରୁ 3 ଲକ୍ଷ ଟଙ୍କା ମିଳିବା ଘଟଣାରେ ତାଙ୍କ ଛତ୍ରପୁର ଘର, ଅଫିସ ଏବଂ ଭବାନୀପାଟଣା ଜୟପ୍ରକାଶ ସାନ୍ଧ୍ୟ କଲେଜ ନିକଟ ବାସଭବନରେ ଚଢଉ ଜାରି ରଖିଛି। Preview. ଅନୁଗୁଳ ଜିଲ୍ଲା 149 ନମ୍ବର ଜାତୀୟ ରାଜପଥ ବରମପାଳ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରାଭେଲର। ଏଥିରେ ବାଇକରେ ଥିବା 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନେ ହେଲେ ତାଳଚେର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ରାଜେଶ ବେହେରା ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। Preview. ରାଜଧାନୀ ଦିଲ୍ଲୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏହି ଭୂକମ୍ପର ତୀବ୍ରତା 4.1 ଥିଲା, କିନ୍ତୁ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। Preview. 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 Audio Jungle. Audio Jungle. Preview. ଗଜପତି ଜିଲ୍ଲା ଅଡବା ଥାନା ମାଣ୍ଡିମେରା ଗାଁରେ ଭାରସାମ୍ୟ ହରାଇ ରାସ୍ତାକୁ ଖସିଲା ପୋଲିସ ଭ୍ୟାନ୍, ଯେଉଁଥିରେ 20ରୁ ଅଧିକ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଦୁର୍ଘଟଣାଗ୍ରସ୍ତ ବସ୍ରୁ 22 ଜଣ ଯବାନ ସୁରକ୍ଷିତ ଭାବେ ବାହାରିଥିଲେ। Preview.
କଣ୍ଟାବାଞ୍ଜି ଗୋରୁ ବଜାରଠାରେ ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରିଛି ଏବଂ ମୃତକ ହେଉଛନ୍ତି ତୁର୍କେଲା ଥାନା ଗୁନେଶ ପଞ୍ଚାୟତ କାଦବେଡା ଗାଁର ଧନୀରାମ ଖୁରା Preview. ଏବଂ ଯାଜପୁର ସଦର ଥାନା ଅଞ୍ଚଳରେ ପରକୀୟା ପ୍ରୀତିକୁ ନେଇ ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ମନୋଜ କୁମାର ମହାନ୍ତି ଫେରାର ଏବଂ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ। Preview.